ଓଡ଼ିଶା ଏଜୁକେସନ୍ ଜୋନ୍କୁ ଆପଣଙ୍କୁ ସ୍ୱାଗତ କରୁଛି। ଆଜି ଆମେ ପଢ଼ିବା ଓଡ଼ିଶା ଜିକେର ଓଡ଼ିଶାର ପ୍ରମୁଖ ନଦୀବନ୍ଧ ବିଷୟରେ। ଏହି ପ୍ରଶ୍ନମାନ ଜେଟି, ଆର୍ଆଇ, ଏଆର୍ଆଇ, ଅମିନ୍, ପିଇଓ, ଫରେଷ୍ଟ ଗାର୍ଡ, ଓଡ଼ିଶା ପୋଲିସ ଆଦି ପରୀକ୍ଷା ପାଇଁ ଅତ୍ୟନ୍ତ ଉପଯୋଗୀ। ଚାଲନ୍ତୁ ଡେରି ନ କରି ପ୍ରଶ୍ନ ଆଡ଼କୁ ଯିବା। ପ୍ରଥମ ପ୍ରଶ୍ନ, ହୀରାକୁଦ ନଦୀବନ୍ଧ ଓଡ଼ିଶାର କେଉଁ ଜିଲ୍ଲାରେ ଅବସ୍ଥିତ? ଅପସନ୍ ଏ ବଲାଙ୍ଗୀର, ଅପସନ୍ ବି ସମ୍ବଲପୁର, ଅପସନ୍ ସି କଟକ, ଅପସନ୍ ଡି ଗଞ୍ଜାମ। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ବି ସମ୍ବଲପୁର। ହୀରାକୁଦ ନଦୀବନ୍ଧ ଓଡ଼ିଶାର ସମ୍ବଲପୁର ଜିଲ୍ଲାରେ ଅବସ୍ଥିତ। ହୀରାକୁଦ ନଦୀବନ୍ଧକୁ ନେଇ ବିଭିନ୍ନ ପ୍ରକାର ପ୍ରଶ୍ନ ମଧ୍ୟ ଆସିଥାଏ। ଚାଲନ୍ତୁ ସେ ପ୍ରଶ୍ନ ବିଷୟରେ ମଧ୍ୟ ଆଲୋଚନା କରିବା। ହୀରାକୁଦ ନଦୀବନ୍ଧ 1947 ମସିହାରେ ଆରମ୍ଭ ହୋଇଥିଲା। ହୀରାକୁଦ ନଦୀବନ୍ଧ 1947 ମସିହାରେ ଆରମ୍ଭ କରାଯାଇଥିଲା। ହୀରାକୁଦ ନଦୀବନ୍ଧର କାର୍ଯ୍ୟ କେବେ ସମ୍ପୂର୍ଣ୍ଣ ହୋଇଥିଲା? ହୀରାକୁଦ ନଦୀବନ୍ଧର କାର୍ଯ୍ୟ 1957 ମସିହାରେ ସମ୍ପୂର୍ଣ୍ଣ ହୋଇଥିଲା। ହୀରାକୁଦ ନଦୀବନ୍ଧକୁ କିଏ ଉଦ୍ଘାଟନ କରିଥିଲେ? ହୀରାକୁଦ ନଦୀବନ୍ଧକୁ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ଉଦ୍ଘାଟନ କରିଥିଲେ। କିଏ ଉଦ୍ଘାଟନ କରିଥିଲେ? ପଣ୍ଡିତ ଜବାହରଲାଲ ନେହେରୁ ଉଦ୍ଘାଟନ କରିଥିଲେ। କେତେ ମସିହାରେ ଉଦ୍ଘାଟନ କରିଥିଲେ? 1957 ମସିହାରେ ଉଦ୍ଘାଟନ କରିଥିଲେ। ହୀରାକୁଦ ନଦୀବନ୍ଧକୁ 1957 ମସିହାରେ ଉଦ୍ଘାଟନ କରିଥିଲେ। ଚାଲନ୍ତୁ ପରବର୍ତ୍ତୀ ପ୍ରଶ୍ନ ଆଡ଼କୁ ଯିବା। ରେଙ୍ଗାଲି ଡ୍ୟାମ୍ କେଉଁ ଜିଲ୍ଲାରେ ଅବସ୍ଥିତ? ପ୍ରଶ୍ନ ପୁଣି ଥରେ, ରେଙ୍ଗାଲି ଡ୍ୟାମ୍ କେଉଁ ଜିଲ୍ଲାରେ ଅବସ୍ଥିତ? ଅପସନ୍ ଏ ମୟୂରଭଞ୍ଜ, ଅପସନ୍ ବି କୋରାପୁଟ, ଅପସନ୍ ସି ଅନୁଗୁଳ, ଅପସନ୍ ଡି ଯାଜପୁର। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ସି ଅନୁଗୁଳ। ରେଙ୍ଗାଲି ଡ୍ୟାମ୍ ଅନୁଗୁଳ ଜିଲ୍ଲାରେ ଅବସ୍ଥିତ। ରେଙ୍ଗାଲି ଡ୍ୟାମ୍ କେଉଁ ନଦୀ ଉପରେ ନିର୍ମିତ? ରେଙ୍ଗାଲି ଡ୍ୟାମ୍ ବୈତରଣୀ ନଦୀ ଉପରେ ନିର୍ମିତ। କେଉଁ ନଦୀ ଉପରେ ନିର୍ମିତ? ରେଙ୍ଗାଲି ଡ୍ୟାମ୍ ବୈତରଣୀ ନଦୀ ଉପରେ ନିର୍ମିତ। ରେଙ୍ଗାଲି ଡ୍ୟାମ୍ ହେଉଛି ଅନୁଗୁଳ ଜିଲ୍ଲାରେ ଅଛି ଏବଂ ବୈତରଣୀ ନଦୀ ଉପରେ ନିର୍ମିତ ହୋଇଛି। ଚାଲନ୍ତୁ ପରବର୍ତ୍ତୀ ପ୍ରଶ୍ନ ଆଡ଼କୁ ଯିବା। ପତୋରା ଡ୍ୟାମ୍ ଓଡ଼ିଶାର କେଉଁ ଜିଲ୍ଲାରେ ଅବସ୍ଥିତ? ପ୍ରଶ୍ନ ପୁଣି ଥରେ, ପତୋରା ଡ୍ୟାମ୍ ଓଡ଼ିଶାର କେଉଁ ଜିଲ୍ଲାରେ ଅବସ୍ଥିତ? ଅପସନ୍ ଏ ନୂଆପଡ଼ା, ଅପସନ୍ ବି କଳାହାଣ୍ଡି, ଅପସନ୍ ସି କେଉଁଝର, ଅପସନ୍ ଡି କନ୍ଧମାଳ। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ଏ ନୂଆପଡ଼ା। ପତୋରା ଡ୍ୟାମ୍ ଓଡ଼ିଶାର ନୂଆପଡ଼ା ଜିଲ୍ଲାରେ ଅବସ୍ଥିତ। ଏମିତି ମଧ୍ୟ ପ୍ରଶ୍ନ ଆସିପାରେ, ପତୋରା ଡ୍ୟାମ୍ କେଉଁ ନଦୀ ଉପରେ ନିର୍ମିତ? ଏହାର ସଠିକ୍ ଉତ୍ତର ହେଉଛି ପତୋରା ଡ୍ୟାମ୍ ଜଙ୍କ ନଦୀ ଉପରେ ନିର୍ମିତ। ପତୋରା ଡ୍ୟାମ୍ ହେଉଛି ନୂଆପଡ଼ା ଜିଲ୍ଲାରେ ଅଛି ଏବଂ ଜଙ୍କ ନଦୀ ଉପରେ ନିର୍ମିତ ହୋଇଛି। ଚାଲନ୍ତୁ ପରବର୍ତ୍ତୀ ପ୍ରଶ୍ନ ଆଡ଼କୁ ଯିବା। ମନ୍ଦିରା ଡ୍ୟାମ୍ କେଉଁ ନଦୀ ଉପରେ ନିର୍ମିତ? ପ୍ରଶ୍ନ ପୁଣି ଥରେ, ମନ୍ଦିରା ଡ୍ୟାମ୍ କେଉଁ ନଦୀ ଉପରେ ନିର୍ମିତ? ଅପସନ୍ ଏ ବୈତରଣୀ, ଅପସନ୍ ବି ଶଙ୍ଖ ନଦୀ,
ऑप्शन सी ब्राह्मणी, ऑप्शन डी तेल नदी। यार सठिक उत्तर हेउछि ऑप्शन बी शंख नदी। मंदिरा डैम शंख नदी उपरे निर्मित। चलंतु परवर्ती प्रश्न आड़क जिबा। जलपुर डैम केउ जिल्ला रे अवस्थित? प्रश्न पुणी थरे कहूछि जलपुर डैम केउ जिल्ला रे अवस्थित? ऑप्शन ए नवरंगपुर, ऑप्शन बी कोरापुट, ऑप्शन सी संबलपुर, ऑप्शन डी अनुगुल। यार सठिक उत्तर हेउछि ऑप्शन बी कोरापुट। जलपुर डैम ओडिशार कोरापुट जिल्ला रे अवस्थित। चलंतु परवर्ती प्रश्न आड़क जिबा। कानपुर डैम केउ नदी उपरे निर्मित? कानपुर डैम केउ नदी उपरे निर्मित? ऑप्शन ए बैतरणी, ऑप्शन बी शंख नदी, ऑप्शन सी इंद्रावती, ऑप्शन डी तेल नदी। यार सठिक उत्तर हेउछि ऑप्शन ए बैतरणी। कानपुर डैम बैतरणी नदी उपरे निर्मित। चलंतु परवर्ती प्रश्न आड़क जिबा। सालंदी डैम केउ जिल्ला रे रहिछि? सालंदी डैम केउ जिल्ला रे रहिछि? ऑप्शन ए मयूरभंज, ऑप्शन बी केउझर, ऑप्शन सी कटक, ऑप्शन डी बौद्ध। यार सठिक उत्तर हेउछि ऑप्शन बी केउझर। सालंदी डैम ओडिशार केउझर जिल्ला रे रहिछि। सालंदी डैम केउ नदी उपरे रहिछि? सालंदी डैम सालंदी नदी उपरे निर्मित। केउ नदी उपरे निर्मित? सालंदी डैम सालंदी नदी उपरे निर्मित एवं केउ जिल्ला रे अछि? केउझर जिल्ला रे रहिछि। सालंदी नदी केउझर जिल्ला रे सालंदी नदी उपरे निर्मित। आजिर प्रश्न एतिकिरे थिला। जो माने पार्ट 1 देखि नाहंती, पार्ट 2 देखि नाहंती, पार्ट 3 देखि नाहंती, पार्ट 4 देखि नाहंती, से माने चैनल को जाई देखि नियंतु। आपणकर परीक्षा पई अत्यंत उपयोगी। আজি एतिकी थिला। पुणी नेक्स्ट वीडियो रे आमे देखा हवा। रहुछु। जय जगन्नाथ।